ମୁଁ ଆଜି ଦୁଃଖର ବିଷୟ ଏଇକି ଯେ ଆମେ ଜିଲ୍ଲାପାଳ ମହାଦେବଙ୍କୁ ଦେଖା କରି ନିଜର ଦାବିପତ୍ର ଦେଇକି ଆଇନୁ। ଦୀର୍ଘ 17 ମାସ ହେଲା ଆମକୁ ଉଚ୍ଛେଦ କରାଯାଇଛି, କିନ୍ତୁ ଥଇଥାନର ବ୍ୟବସ୍ଥା ହେଉନି। ଆମେ କିଛି ଦିନ ଆଗରୁ ସେଇଠି ସନସାଇନ୍ ମିଶନ ସାମ୍ନାରେ ରାସ୍ତା କଡ଼ରେ ଜରିପାଲ ପକେଇକି ଆମେ କିଛି ବ୍ୟବସାୟୀ କରୁଥିଲୁ, କିନ୍ତୁ 5 ଦିନ ଆଗରୁ ସେଟାକୁ ବି ଉଚ୍ଛେଦ କରାଗଲା। କିନ୍ତୁ ଥଇଥାନର ବ୍ୟବସ୍ଥା ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କରୁନାହିଁ। ଆମେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିକି କହୁଛୁ, ଆମକୁ ଯଥାଶୀଘ୍ର ଥଇଥାନ କରିଦିଅନ୍ତୁ। ଆମେ ଯେଉଁଠି ବି ହେଲେ ସେଠି ନିଜର ଦାନାପାଡ଼ି କରି ଖାଇମୁ, ଆମର ନିଜ ଛୁଆ ପିଲା ପୋଷିବୁ। କିନ୍ତୁ ଆମେ ବାରବାର ଜିଲ୍ଲା ପ୍ରଶାସନକୁ ଦେଖା କରୁଛୁ, ତାଙ୍କୁ ଅନୁରୋଧ କରୁଛୁ, ଆମକୁ କେଉଁଠି ଥଇଥାନର ବ୍ୟବସ୍ଥା କରିଦିଅନ୍ତୁ। ଆମେ ଜୀବନ ସାରା ଆପଣଙ୍କ ଚିର ଋଣୀ ହେଇକି ରହିବୁ। କିନ୍ତୁ ଏପର୍ଯ୍ୟନ୍ତ କେଉଁଠି ଥଇଥାନର ବ୍ୟବସ୍ଥା ହେଉନି। ଉଚ୍ଛେଦ ଆମେ ଲାଷ୍ଟକୁ ଛୁଆ ପିଲାକୁ ଧରିକି ଜିଲ୍ଲାପାଳ ସମ୍ମୁଖରେ ଅଫିସ ସମ୍ମୁଖରେ ଅମରଣ ଅନଶନରେ ବସିବୁ। ଆଉ କ'ଣ କରିବୁ? ସାରା ଭଦ୍ରକ ପୌରପାଳିକା ଅଞ୍ଚଳରେ ଚରମ୍ପାରୁ କଚେରୀ, ବାଗୁରାଇ ଠାରୁ ପୁଣି ପୁରୁଣା ବଜାର ଶେଷାର୍ଧ ବାଙ୍କା ବଜାର ପର୍ଯ୍ୟନ୍ତ ରୋଡ଼କୁ ସଫା କରିବା, ଚଉଡ଼ା କରିବା ଆଳରେ ସମସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଉଚ୍ଛେଦ କଲେ, ଯାହାର ପରିଣାମ ସ୍ୱରୂପ ଆଜିକି 18 ମାସ ହୋଇଗଲା। 2024 ଅଗଷ୍ଟ 5 ତାରିଖରୁ ଭାଙ୍ଗିବା ଆରମ୍ଭ ହେଲା। 2026 ଜାନୁଆରୀ 1 ତାରିଖ ପର୍ଯ୍ୟନ୍ତ ସବୁ ପହଁରାରେ ଖରିକିରି ଉଠେଇଲା ପର୍ଯ୍ୟନ୍ତ ଉଦ୍ୟମ ଚାଲିଛି। ଦୁଃଖର ବିଷୟ, ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଭେଣ୍ଡିଂ ଜୋନ୍ କରିକି ଥଇଥାନ କରାଯାଉନାହିଁ। ସେମାନେ ଦୁଃଖ ଦୈନ୍ୟତା ଭିତରେ ଦିନ କାଟୁଛନ୍ତି, କାରଣ କିଏ 500 କିଏ 700 ଟଙ୍କା ନେଲେ ତାଙ୍କ ପରିବାର ଚଳେ। ଏପରିକି ପୌରପାଳିକା ତରଫରୁ ଯେଉଁ ଘର ଦିଆଯାଇଥିଲା, ଏଗ୍ରିମେଣ୍ଟ କରିକି ଟଙ୍କା ନିଆଯାଇଥିଲା, ସେ ଘରକୁ ଭାଙ୍ଗି ଦିଆହେଇଛି। ବର୍ତ୍ତମାନ ତାଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯାଉନି। ପୌରପାଳିକା ତରଫରୁ ପ୍ରତିଦିନ ଆମ ଉଠା ଦୋକାନୀମାନଙ୍କ ପାଖରୁ 10 ଟଙ୍କା କରିକି ନିଅନ୍ତି ପୌର କର୍ତ୍ତୃପକ୍ଷ। ଜିଲ୍ଲା ପ୍ରଶାସନଙ୍କ ଜ୍ଞାତସାରରେ, ସବ୍ କଲେକ୍ଟରଙ୍କ ଜ୍ଞାତସାରରେ ସେ ପଇସା ନେଲେ, କିନ୍ତୁ ଆମକୁ ଥଇଥାନ କରିବା ପାଇଁ କୌଣସି ବ୍ୟବସ୍ଥା କରୁନଥିବାରୁ ଗତ 19 ତାରିଖ 2025 ଜାନୁଆରୀରେ ଆମେ ବିକ୍ଷୋଭ ପ୍ରଦର୍ଶନ କରୁଥିଲୁ। ହଜାର ଦୋକାନୀ ଭାଇମାନେ ଆସିଥିଲେ। ତାପରେ ବାରମ୍ବାର ଆସିକି ଆମେ ଦେଖା କରୁଛୁ। ଜିଲ୍ଲାପାଳ କହୁଛନ୍ତି, ସରକାର କହିଛନ୍ତି ଟଙ୍କା ଦେବେ, ଭେଣ୍ଡିଂ ଜୋନ୍ ହେବ, କିନ୍ତୁ 18 ମାସ ହେଇଗଲା ଆଜି ପର୍ଯ୍ୟନ୍ତ ହେଉନାହିଁ। ତାର ପ୍ରତିବାଦରେ ଆମେ ଆଜି ଆସିଥିଲୁ ଜିଲ୍ଲାପାଳଙ୍କୁ ଦାୟୀପତ୍ର ଦେବା। ସରକାରର ଇଚ୍ଛା ଶକ୍ତି ନାହିଁ, ଜିଲ୍ଲା ପ୍ରଶାସନର ମଧ୍ୟ ଆଉଟଲୁକ୍ ନାହିଁ, ଦୂରଦୃଷ୍ଟି ନାହିଁ। ଏବଂ ଯଦି ଦେଖିବେ ଆପଣ, ଜେଲ୍ଟା ଏବେ ଏବାଣ୍ଡନ ହେବ ଏବଂ ନୂଆ ସେଠି ବହୁତଗୁଡ଼ା ପାଖରେ ଜେଲ୍ ପାଇଁ ଜାଗା ନିଆହେଇଛି। ସେଇ ଜେଲ୍, ପୁରୁଣା ଜେଲ୍ ପାଖରୁ ପୁଣି ସବ୍ କଲେକ୍ଟରଙ୍କର ଯେଉଁ କ୍ୱାର୍ଟର, ସବ୍ କଲେକ୍ଟର ଅଫିସ୍ ଚାଲିଗଲା ସେଠିକି, ପୁରୁଣା କୋର୍ଟ କ୍ୟାମ୍ପସ୍, ये समस्त जगह पड़ी, ताकू जदि सुचिंतित भाव योजना करा जाए, प्रोजेक्ट निया जाए, ताहले यही एरिया मध्य बहु दुकान घर हो पार एवं दुकानी मान थईथान हो पारे। कारण आपड़ जानी गाँ मानक घर जो थाए, घर को प्रवेश पथरे गोटे पिंडा थी, पिंडा आगे गोटे दांड थी, ठीक से भाव सहर जो थाए सेठी फुटपाथ थाए, फुटपाथ पर व्यवसायी माने व्यवसाय करती। तार उचित मार्गरे ये जिला प्रशासन की सरकार एवं निर्वाचित प्रतिनिधि जो मानकर आउटलुक ना, दूरदृष्टि ना, जदि था ताहले भेंडिंग जोन करी आज 18 मास होगा से थईथान करा था। एमान के इच्छा शक्ति नथिबारु आज गरीब लोक माने हरकत होउचंती, हैरान होउचंती, ताको जीवन जीविका आज दुर्विषय अवस्था को जाउछ। आमे आपण मान देखुथिबे, मु कहली जे जनवरी 19 तारिख 2025 रे आमे ऑफिस घेराव करथिलु, विराट समावेश करथिलु, प्रतिवाद मध्य करिछु, बारंबार जिला प्रशासन को आसिकी गुहारी करिछु, आज मध्य आसिकी दायपत्र देइछु। ता सहित मध्य आमे माननीय हाईकोर्ट पाखरे मध्य रिट फाइल करिछु। सेठी हमर लीगल बैटल चलछि। या परे यदि जिला प्रशासन एक कथा को न रक्षा करते, आम दाबी न मानते, आम आंदोलन आउट जोरदार हो।